ସୁପ୍ରଭାତ ପିଲାମାନେ। ତୁମେମାନେ ଭଲ ଅଛ? ହଉ, ସବୁ ଖାଇକି ଆସିଛ? ବହୁତ ବଢ଼ିଆ। ପୂର୍ବ ଭାଗରେ ଆମେ ସାଧୁ ମେକରଣ କିଭଳି ନିଜର ଗୃହପାଳିତ ପଶୁମାନଙ୍କୁ ନେଇ ପଥିକମାନଙ୍କର ଶୋଷ ମେଣ୍ଟାଉଥିଲେ ତାହାର ପ୍ରକ୍ରିୟା ବିଷୟରେ ପଢ଼ିଥିଲେ। ତୁମମାନଙ୍କୁ କିପରି ଲାଗିଲା ପିଲେ? ଭଲ ଲାଗିଲା? ତ ଆଗାମୀ ଭାଗଗୁଡ଼ିକୁ ଆମେ ପଢ଼ିବା। ଆସ ପିଲେ, ଶ୍ରେଣୀ ପଞ୍ଚମ, ବିଷୟ ଓଡ଼ିଆ ଭାଷା, ପ୍ରସଙ୍ଗ ଯେ ଥାଏ ପର ଉପକାରେ। ଏହି ପାଠର ଆଗାମୀ ଅନୁଚ୍ଛେଦଗୁଡ଼ିକୁ ଆମେ ଆଲୋଚନା କରିବା। ପଢ଼ିବା ଆଗରୁ ମୁଁ ତୁମମାନଙ୍କୁ କିଛି ଛୋଟ ଛୋଟ ପ୍ରଶ୍ନ ପଚାରିବି। ଠିକ୍ ଅଛି, ଉତ୍ତର ଦବ? ଆଚ୍ଛା, ବହୁତ ବଢ଼ିଆ। ଗୁରୁ ଦତ୍ତାତ୍ରେୟଙ୍କ ଶିଷ୍ୟ କିଏ ଥିଲେ ପିଲେ? ସାଧୁ ମେକରଣ? ବହୁତ ବଢ଼ିଆ। ହଁ, ସାଧୁ ମେକରଣ। ଆଗାମୀ କ୍ୱେଶ୍ଚିନ୍ ଦେଖିବା। ଯେଉଁଠି ମରୁଭୂମିରେ ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ, ସେଠାରେ ସାଧୁ ମେକରଣ କିପରି ପାଣି ନେଇ ପହଞ୍ଚି ଯାଉଥିଲେ? କହିଲ ଦେଖି। ସୋନୁ, ତୁମେ କୁହ। ଆଚ୍ଛା, ତୁମ୍ବି ସାହାଯ୍ୟରେ? ଓହୋ, ବହୁତ ବଢ଼ିଆ। ଭାରକୁ କିଏ ଉଠଉଥିଲେ? ଲାଲା ଏବଂ ମୋତି? ହଁ, ତ ଜାଣିବା ପ୍ରତିଦିନେ ତୁମ୍ବିଗୁଡ଼ିକରେ ପାଣି ପୁରାଇ ଭାର ସାହାଯ୍ୟରେ ମରୁଭୂମିରେ ବହୁ ଦୂରକୁ ଶୋଷରେ ବିକଳ ହୋଇ ପାଣି ବୁନ୍ଦାଏ ଖୋଜୁଥିବା ଯାତ୍ରୀମାନଙ୍କ ନିକଟରେ ପହଞ୍ଚି ଯାଉଥିଲେ। ତ ସାଧୁ ମେକରଣ ଏଇଭଳିଆ ମୋତି ଏବଂ ଲାଲା ସାହାଯ୍ୟରେ ପଥିକମାନଙ୍କୁ ପାଣି ପିଆଉଥିଲେ। ଆଚ୍ଛା, ଦେଖିଲ? ହଁ, ସାଧୁ ମେକରଣ ନିଜ ପାଖରେ କେଉଁ ପାଳିତ ପଶୁ ରଖିଥିଲେ? ଆଚ୍ଛା, ପୂର୍ବ କ୍ୱେଶ୍ଚିନ୍ ଆନ୍ସର ଦେଲ? ହଁ, ପୂର୍ବ କ୍ୱେଶ୍ଚିନ୍ ଯୋଉ ଉତ୍ତର ଦେଇଛ ତାହା ଠିକ୍। କିଏ କହିଲ? ହଁ, ଗୋଟିଏ ଗଧ ଏବଂ ଗୋଟିଏ କୁକୁର, ଯାହାଙ୍କ ନାମ ଥିଲା ଲାଲା ଏବଂ ମୋତି। ବହୁତ ବଢ଼ିଆ। ଆଚ୍ଛା, ସେ ଉକ୍ତ ପଶୁମାନଙ୍କ ଦ୍ୱାରା କେଉଁ ସବୁ କାର୍ଯ୍ୟ କରାଉଥିଲେ ବା କରୁଥିଲେ? ଆଚ୍ଛା, ସଉଦା କାମ। ହଁ, ସଉଦା କାମ। ଆଉ କୋଉ କାମ? ପାଣି ପହଞ୍ଚେଇବା କାମ। ବହୁତ ବଢ଼ିଆ। ଯାତ୍ରୀମାନେ ନିକଟରେ ପାଣି ପହଞ୍ଚେଇବା ଓ ପାଖ ଦୋକାନରୁ ସଉଦା ଆଣିବା। ତୁମେମାନେ ବି ତ ଏଇ କଥା କହିଲ। ବହୁତ ବଢ଼ିଆ। ସାଧୁ ମେକରଣଙ୍କୁ କିଏ ଦେଖା କରିବାକୁ ଚାହୁଁଥିଲେ? କହିଲ ଦେଖି, କହିଲ। ଆଚ୍ଛା, କଚ୍ଛ ରାଜ୍ୟର ରାଜା। ହଁ, କଚ୍ଛ ରାଜ୍ୟର ରାଜା ଦେଖା କରିବାକୁ ଚାହୁଁଥିଲେ। ବଢ଼ିଆ। ତ ଏବେ ପିଲେ ଏଇ ଚିତ୍ରରେ କଣ ଦେଖୁଛ? କଚ୍ଛ ରାଜ୍ୟର ରାଜା? ହଁ, କଚ୍ଛ ରାଜ୍ୟର ରାଜା ମୋତି ଏବଂ ଲାଲାର କାର୍ଯ୍ୟକୁ ଦୂରରୁ ନିରୀକ୍ଷଣ କରୁଥିଲେ। କିଭଳି ସେମାନେ ପଥିକମାନଙ୍କୁ ପାଣି ଯୋଗେଇ ଦଉଥିଲେ ବା ପିଆଉଥିଲେ, ତାଙ୍କର କାର୍ଯ୍ୟାବଳୀ ଗୁଡ଼ିକୁ ସେ ଦୂରରୁ ନିରୀକ୍ଷଣ କରୁଥିଲେ। ତ ତାଙ୍କ ମନରେ କଣ ଆସିଥିବ କହିଲ? ହଁ, ସେ ଯୋଉ ପାଣି ପହଞ୍ଚେଇ ଦଉଥିଲେ ତାହା କିଏ କରୁଥିଲେ? ନା ସାଧୁ ମେକରଣ କରୁଥିଲେ। ତ ରାଜାଙ୍କ ମନରେ ଇଚ୍ଛା ହେଲା ସାଧୁ ମେକରଣଙ୍କ ପାଖକୁ ଯିବାକୁ ଏବଂ ତାଙ୍କ ସହ କଥାବାର୍ତ୍ତା ହେବାକୁ। ତ ଏବେ ଆମେ ଆଗାମୀ ଅଧ୍ୟାୟକୁ ପଢ଼ିବା ପିଲେ। ଦେଖ, ରାଜା ଏସବୁ ଦୂରରୁ ଦେଖୁଥିଲେ। ସେ ଓ ତାଙ୍କ କର୍ମଚାରୀମାନେ ସନ୍ନ୍ୟାସୀଙ୍କ ପାଖରେ ପହଞ୍ଚି ପରିଚୟ ଦେଲେ। ମେକରଣ ରାଜାଙ୍କୁ କହିଲେ, ହେ କଚ୍ଛର ରାଜା, ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୋ କୁଡ଼ିଆ ଭିତରକୁ ଆସନ୍ତୁ। ସେତେବେଳେ ଶୀତ ବଢ଼ିବାକୁ ଲାଗିଥାଏ। ମେକରଣଙ୍କ ଦେହ ଶୀତରେ ଥରଥର ହେଉଥାଏ। ରାଜା ପଚାରିଲେ, ମହାଶୟ, ଏହି ମେରୁ ଅଞ୍ଚଳରେ ଆପଣ କଣ ଶୀତ ହେଉନାହିଁ? ମେକରଣ କହିଲେ, ଶୀତ ହେଉଛି, କିନ୍ତୁ ମୁଁ ଶୀତକୁ ଡରେ ନାହିଁ। ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ସେବାରେ ମୋ ଜୀବନ ବିତାଇ ଦେବା ହିଁ ମୋର ଇଚ୍ଛା।
ରାଜାଙ୍କୁ ମେକରଣ ଦେଖ ଶୀତ ହେବା ସତ୍ତ୍ୱେ ମଧ୍ୟ ସେ ଶୀତକୁ ମୁଁ ଡରେ ନାହିଁ ଏବଂ କିଭଳି ମୁଁ ମୋର ରାଜ୍ୟର ପ୍ରାଣୀମାନଙ୍କର ମୁଁ ସେବା କରିବି ସେମାନଙ୍କ ଉପକାରରେ ଆସିବି ସେ ବିଷୟରେ ମେକରଣ ରାଜାଙ୍କୁ କହିଛନ୍ତି। ତ ଦୁଇଟି ଅନୁଚ୍ଛେଦରୁ ପିଲେ ଆମେ ଜାଣିବାକୁ ପାଇଲେ ଯେ ମେକରଣ କଣ ଅନ୍ୟମାନଙ୍କ ପାଇଁ ବା ପ୍ରାଣୀମାନଙ୍କ ପାଇଁ ପର ଉପକାର କରୁଥିଲେ। ଏବେ ଆମେ ଆଉ କିଛି ଜାଣିବା। ଆସ ଆଲୋଚନା କରିବା। କଚ୍ଛର ରାଜା କାହିଁକି ସାଧୁ ମେକରଣଙ୍କ କୁଡ଼ିଆକୁ ଆସିଥିଲେ କହିଲ ଦେଖି? ଆଚ୍ଛା, କିପରି ସାଧୁ ମେକରଣ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲେ ତାହା ଜାଣିବା ପାଇଁ। ବହୁତ ବଢିଆ ସୋନୁ, ତୁ ବହୁତ ବଢିଆ କଥା କହୁଛୁ ବା ଉତ୍ତର ଦେଉଛୁ। ସାଧୁ ମେକରଣ କିପରି ନିଜେ ନିଜ ପାଳିତ ପଶୁମାନଙ୍କ ଦ୍ୱାରା ମରୁ ଅଞ୍ଚଳରେ ଲୋକଙ୍କ ସେବା କରୁଛନ୍ତି ତାହା ଜାଣିବା ପାଇଁ କଚ୍ଛର ରାଜା ସାଧୁଙ୍କ କୁଡ଼ିଆକୁ ଆସିଥିଲେ। ମରୁ ଅଞ୍ଚଳରେ ଅଧିକ ଶୀତ କାହିଁକି ହୋଇଥାଏ ବୋଲି ତୁମେ ଭାବୁଛ? କହିଲ ଦେଖି ପିଲେ, ମରୁ ଅଞ୍ଚଳରେ କାହିଁକି ଶୀତ ଅଧିକ ହୁଏ? ଆଚ୍ଛା, ଆର୍ଦ୍ରତା କମ ହୁଏ କି ବଢିଯାଏ? ଓହୋ, କମ ହୁଏ। ଲିଲି, ତୁ ତ ବହୁତ ବଢିଆ କଥା ଜାଣିଛୁ। ଆଚ୍ଛା, ହଉ ପିଲେ ଦେଖିବା। ମରୁ ଅଞ୍ଚଳରେ କଣ ହେଇଥାଏ ନା ପିଲେ, ମରୁ ଅଞ୍ଚଳରେ ଆର୍ଦ୍ରତା ମେଘ ଅତ୍ୟନ୍ତ କମ ଥାଏ। ତେଣୁ ଦିନର ତାପ ରାତିରେ ଶୀଘ୍ର ଆକାଶକୁ ଚାଲିଯାଏ। ଏହି କାରଣ ମେରୁ ଅଞ୍ଚଳରେ ଆମକୁ ଅଧିକ ଶୀତ ହୋଇଥାଏ। ଦେଖ, ମରୁ ଅଞ୍ଚଳରେ ଆର୍ଦ୍ରତା ଓ ମେଘ ଅତ୍ୟନ୍ତ କମ ଥାଏ। ତେଣୁ ଦିନର ତାପ ରାତିରେ ଶୀଘ୍ର ଆକାଶକୁ ଚାଲିଯାଏ। ଏହି କାରଣରୁ ମରୁ ଅଞ୍ଚଳରେ ଅଧିକ ଶୀତ ବା ଥଣ୍ଡା ଅନୁଭୂତି ହୋଇଥାଏ। ରାଜାଙ୍କ ପ୍ରଶ୍ନରେ ସାଧୁ ମେକରଣ କଣ ଉତ୍ତର ଦେଲେ କହିଲ? ଆଚ୍ଛା, ମୁଁ ଶୀତକୁ ଡରେ ନାହିଁ। ହଁ, ମେକରଣ କହିଲେ ଶୀତ ହେଉଛି କିନ୍ତୁ ମୁଁ ଶୀତକୁ ଡରେ ନାହିଁ। ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ସେବାରେ ମୋ ଜୀବନ ବିତାଇ ଦେବା ହିଁ ମୋର ଇଚ୍ଛା। କେତେ ସୁନ୍ଦର କଥା ପିଲେ। ଦେଖ, ସେ ନିଜର ଜୀବନକୁ ନିଜର ପ୍ରାଣୀମାନଙ୍କ ପାଇଁ ସ୍ୱେଚ୍ଛାକୃତ କରିଛନ୍ତି। ତମେ ମାନେ କରିପାରିବ? ଆଚ୍ଛା, ହଁ, ବହୁତ ବଢିଆ। ତ ଆମେ ପିଲେ ପର ଉପକାର କରିବା। ଆସ କିଛି ଭାଷାର କଥା ଜାଣିବା। ନିମ୍ନରେ ପିଲେ କିଛି ବାକ୍ୟ ଦିଆଯାଇଛି। ବାକ୍ୟରେ କିଛି ରେଖାଙ୍କିତ ଶବ୍ଦ ଦିଆଯାଇଛି। ତ ସେଇ ରେଖାଙ୍କିତ ଶବ୍ଦକୁ ତୁମେ ଚିହ୍ନିବ ଏବଂ ପୁଣି ଥରେ ବାକ୍ୟକୁ ସଠିକ କରି କହିବ। ମୋ କୁଡ଼ିଆ ଭିତରକୁ ଆସନ୍ତୁ। ଦେଖ, କୁଡ଼ିଆ ଶବ୍ଦରେ ଅଣ୍ଡରଲାଇନ କରାଯାଇଛି। ତ କଣ ହବ ପିଲେ? କୁଡ଼ିଆରେ ପ୍ରସାଦ ହବ ବା ଛୋଟ ଘର ହବ। ଛୋଟ ଘର, ବହୁତ ବଢିଆ। ମୋ ଛୋଟ ଘର ଭିତରକୁ ଆସନ୍ତୁ। ରାଜା ଏସବୁ ଦୂରରୁ ଦେଖୁଥିଲେ। ଦୂରରୁ ତଳେ ଗାର ଟଣା ଯାଇଛି। କଣ ହବ? ହଁ, ଏଇଠି ହବ ରାଜା ଏସବୁ ଦୂରସ୍ଥରୁ ଦେଖୁଥିଲେ। ବହୁତ ବଢିଆ, ତୁମେ ମାନେ ସବୁ ଜାଣିଛ। ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। କହିଲ ଦେଖି, ଯୋଉ ସ୍ୱାଗତ ତଳେ ଗାର ଟଣା ଯାଇଛି ତା ବଦଳରେ କଣ ପ୍ରୟୋଗ ହବ? ଆତିଥ୍ୟ। ଭେରି ଗୁଡ୍, ବହୁତ ସୁନ୍ଦର ପିଲେ। ମୁଁ ଆପଣଙ୍କୁ ଆତିଥ୍ୟ ଜଣାଉଛି। ତା ଅର୍ଥ ହେଉଛି ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଦେଖ ପିଲେ, ଥରସର ଶବ୍ଦ ଭଳି ଅନ୍ୟ କିଛି ଶବ୍ଦ ଅଛି କହିପାରିବ? ଆଚ୍ଛା, ମରମର, ଟରଟର। ହଁ, ଦେଖିବା ଆଉ କିଛି। ଦେଖ, ତୁମ ବହିରେ ଅଛି ସରସର, ଫରଫର, ତରତର, ଗରଗର, ଝରଝର। ଏଭଳିଆ ପିଲେ ଆମେ ଏଇଭଳିଆ ଶବ୍ଦ ଗୁଡ଼ିକୁ ବାଛି ଲେଖିପାରିବା। ଚିନ୍ତା କରି କୁହ ପିଲେ, ତୁମେ ମାନେ କିଛି ଚିନ୍ତା କର ତାପରେ କୁହ।
ତୁମ ନିଜ ଅଞ୍ଚଳରେ ଅନୁଭୂତ ହେଉଥିବା ଶୀତ ଦାଉରୁ ନିଜକୁ ରକ୍ଷା କରିବା ନିମନ୍ତେ କଣ କରିଥାଅ? ଶୀତରୁ ରକ୍ଷା କରିବା ପାଇଁ କଣ କରିଥାଉ କହିଲ? ଆଚ୍ଛା, କମ୍ବଳ ଘୋଡେଇ ଥାଅ। ବହୁତ ବଢିଆ। ନିଆଁ ଜଳାଇଥାଅ। ହଁ, ଆଶିଷ ତୁ କହିଲୁ। ଆଚ୍ଛା, କମ୍ବଳ ଭିତରେ ରହିଥାଅ। ହଁ, ବହୁତ ବଢିଆ। ଆସ, ଆମେ ଶୀତ ବସ୍ତ୍ର ପରିଧାନ କରିଥାଉ। ସବୁ ସ୍ୱେଟର ପିନ୍ଧନି କି? ଆଚ୍ଛା, ପିନ୍ଧ। ହଁ, ସ୍ୱେଟର ପିନ୍ଧୁ, ମଫଲର ପିନ୍ଧୁ। ଏଇଭଳିଆ ବହୁତ ଶୀତ ବସ୍ତ୍ର ଗୁଡିକ ଆମେ ପରିଧାନ କରିଥାଉ। ନିଆଁ ଜଳି ହାତ ଗରମ କରିଥାଉ। ଆମର ଯୋଉ ପାପୁଲି ଗୁଡିକ ବହୁତ ଥଣ୍ଡା ହେଇଯାଇଥାଏ କି ନାଇଁ? ହଁ, ତ ଆମେ ନିଆଁ ଜାଳି ହାତ ପାଦ ଏସବୁକୁ ଗରମ କରିଥାଉ। ଗରମ ଖାଦ୍ୟ ଖାଅ ପିଲେ। ହଁ, ଗରମ ଖାଦ୍ୟ, ଗରମ ପାଣି ମଧ୍ୟ ଗ୍ରହଣ କରିଥାଉ। ଆଉ ଘରକୁ ମଧ୍ୟ ଆମେ ଗରମ ରଖିଥାଉ। ଏସବୁ ଯଦି କରିବା ଆମେ ଶୀତରୁ ଏହି ଅନୁଚ୍ଛେଦରେ ସାଧୁ ମେକରଣ ତାଙ୍କ ଜୀବନର ପରମ ଲକ୍ଷ୍ୟ ହେଉଛି ପ୍ରାଣୀମାନଙ୍କର ସେବା କରିବା ଏବଂ ଜୀବନର ଶେଷ ପର୍ଯ୍ୟନ୍ତ କିଭଳି ବନ୍ୟ ପ୍ରାଣୀମାନେ ଠିକରେ ବଞ୍ଚିପାରିବେ ତାହା ପ୍ରତି ଧ୍ୟାନ ଦେବା ଏବଂ ପର ଉପକାର କରିବା ସାଧୁ ମେକରଣଙ୍କର ଲକ୍ଷ୍ୟ ଅଟେ ବୋଲି ଆମେ ଆଜି ପଢିଲେ। ତୁମମାନଙ୍କୁ କିପରି ଲାଗିଲା ପିଲେ? ଭଲ ଲାଗିଲା? ହଉ, ଠିକ ଅଛି। ଏତିକିରେ ରହିବା ଆଜି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।